ନମ୍ବର 1 ମହାପ୍ରସାଦ ଦର ବୃଦ୍ଧିକୁ ନେଇ ଶ୍ରଦ୍ଧାଳୁଙ୍କ ଅସନ୍ତୋଷ। ପୁରୀ ଶ୍ରୀମନ୍ଦିରରେ ମହାପ୍ରସାଦର ଅହେତୁକ ଦର ବୃଦ୍ଧି ଯୋଗୁଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଉପୁଜିଛି। ଶ୍ରୀମନ୍ଦିରରୁ ଆସୁଥିବା କିଛି ଶ୍ରଦ୍ଧାଳୁ ଦ୍ୱିଗୁଣ ଦର ବୃଦ୍ଧି ଯୋଗୁଁ ମହାପ୍ରସାଦ କିଣିବାକୁ ପଛଘୁଞ୍ଚା ଦେଉଛନ୍ତି। ସୂଚନା ମୁତାବକ ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ସ୍ୱାର ମହାସୁଆର ନିଯୋଗ ଦ୍ୱାରା କରାଯାଉଛି। ଶ୍ରୀମନ୍ଦିରରେ ମହାପ୍ରସାଦ ଏବଂ ଅନ୍ୟାନ୍ୟ ଭୋଗ ପ୍ରସ୍ତୁତିରେ ଓମ୍ଫେଡ୍ ଘିଅ ବ୍ୟବହାର କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଫଳରେ ଗତ କିଛି ଦିନ ହେଲା ଶ୍ରୀମନ୍ଦିରରେ ଓମ୍ଫେଡ୍ ଘିଅ ବ୍ୟବହାର ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହୃତ ଜାଳେଣି କାଠ ଏବଂ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିଥିବାରୁ ମହାପ୍ରସାଦ ଏବଂ ଅନ୍ୟାନ୍ୟ ଭୋଗର ଦର ଦ୍ୱିଗୁଣ ବୃଦ୍ଧି ପାଇଥିବା କୁହାଯାଇଛି। ପୂର୍ବରୁ ଶ୍ରୀମନ୍ଦିରରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଆନନ୍ଦ ବଜାରରେ ମହାପ୍ରସାଦ ଦର ତାଲିକା ଲଗାଇବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ନମ୍ବର 2 ମାତ୍ର 9 ଟଙ୍କାରେ ପେଟ ଭର୍ତ୍ତି ଖାଇବା। ମହାକୁମ୍ଭ ଆରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜରେ ଶୁଭାରମ୍ଭ କରିଛନ୍ତି ମା କି ରୋଷେଇ, ଯେଉଁଠି ମାତ୍ର 9 ଟଙ୍କାରେ ଭରପୁର ଭୋଜନ ଉପଲବ୍ଧ କରାଯିବ। ସିଏମ୍ ଆଦିତ୍ୟନାଥ ଶୁକ୍ରବାର ଏଠାରେ ସ୍ୱରୂପ ରାନୀ ନେହେରୁ ଡାକ୍ତରଖାନାରେ ମା କି ରୋଷେଇ ଉଦ୍ଘାଟନ କରିଛନ୍ତି। ନମ୍ବର 3 ସାଧାରଣ ଲୋକଙ୍କ ପାଇଁ 2 ଦିନ ବଢ଼ିଲା ପ୍ରବାସୀ ଭାରତୀୟ ଦିବସ। ସାଧାରଣ ଜନତା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆଉ 2 ଦିନ ବଢ଼ିଲା ପ୍ରବାସୀ ଭାରତୀୟ ଦିବସ। ଭୁବନେଶ୍ୱର ଜନତା ମଇଦାନରେ ଗତ 8 ତାରିଖ ଠାରୁ ଉଦ୍ଘାଟିତ ହୋଇଥିବା ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମାରୋହ ଆସନ୍ତା 12 ତାରିଖ ଯାଏଁ ଖୋଲା ରହିବ। ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକ ଏହା ପରିଦର୍ଶନ କରିବେ। ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ ପ୍ରଦର୍ଶନୀକୁ 2ରୁ 3 ଦିନ ଯାଏଁ ବଢ଼ାଇବାକୁ ପ୍ରସ୍ତାବ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନମ୍ବର 4 ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ 10,000 ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ। ଚଳିତ ବର୍ଷ ଦେଶ 76ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ। ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଅତିଥି ଭାବେ 10,000 ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ତାଲିକାରେ ଭାରତର ବିକାଶ ନିମନ୍ତେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ରହିଥିବା ବ୍ୟକ୍ତିବିଶେଷ, ସରକାରଙ୍କ ଲକ୍ଷ୍ୟ ହାସଲ କରିବା, ପଞ୍ଚାୟତର ସରପଞ୍ଚ, ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଆୟ ବଢ଼ାଇଥିବା ବ୍ୟକ୍ତିବିଶେଷ, ନିଯୁକ୍ତି ବୃଦ୍ଧି, ସ୍ୱାସ୍ଥ୍ୟ, ଜଳ, ପରିମଳ ଓ ପରିବେଶର ସୁରକ୍ଷା ପାଇଁ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷ, ପଞ୍ଚାୟତିରାଜ ଅନୁଷ୍ଠାନ ସହ ଗୋଷ୍ଠୀଭିତ୍ତିକ ସଂଗଠନ ମଧ୍ୟରେ ସମନ୍ୱୟ ରକ୍ଷା କରିଥିବା ବ୍ୟକ୍ତି, ଲିଙ୍ଗଗତ ବୈଷମ୍ୟ ହ୍ରାସ ଆଦିରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି, ପ୍ରଧାନମନ୍ତ୍ରୀ ଜନମନ ମିଶନର ପ୍ରତିଯୋଗୀ, ଆଦିବାସୀ କଳାକାର, ବନ୍ଧନ ବିକାଶ ଯୋଜନା ସଦସ୍ୟ, ଆଶାକର୍ମୀ, ମୋ ଭାରତ ସ୍ୱେଚ୍ଛାସେବୀଙ୍କୁ ନିମନ୍ତ୍ରଣ କରାଯାଇଛି। ନମ୍ବର 5 କୁହୁଡ଼ି ସ୍ଥିତ ଆହୁରି 2 ଦିନ। ରାଜ୍ୟରେ ଆହୁରି 2 ଦିନ ବିଭିନ୍ନ ସ୍ଥାନରେ କୁହୁଡ଼ି ଜାରି ରହିବ। ସାରା ରାଜ୍ୟରେ ବର୍ତ୍ତମାନ ଶୀତର ପ୍ରଭାବ ଜାରି ରହିଛି। ଏହା ସହ କୁହୁଡ଼ି ଯୋଗୁଁ ଯାନବାହନ ଚଳାଚଳରେ ଅନେକ ସମସ୍ୟା ସୃଷ୍ଟି ହେଉଛି। ଏହି ସ୍ଥିତି ଆହୁରି 2 ଦିନ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ପରେ ତାପମାତ୍ରାରେ ବୃଦ୍ଧି ହେବା ସହ ଶୀତର ପ୍ରଭାବ କମିବ ବୋଲି କୁହାଯାଇଛି। ଆସନ୍ତା 2 ଦିନ ମଧ୍ୟରେ ପ୍ରାୟ 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ବିଶେଷ କରି ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବା ହେତୁ ଶୀତ ହ୍ରାସ ହେବ। ଶୁକ୍ରବାର ରାତିରୁ ଶନିବାର ସକାଳ ମଧ୍ୟରେ ସୁନ୍ଦରଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ଆଶଙ୍କା ରହିଛି। ଏହା ସହ କେନ୍ଦୁଝର, ଝାରସୁଗୁଡ଼ା, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳରେ ମଧ୍ୟମ ଧରଣର କୁହୁଡ଼ି ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଘନ କୁହୁଡ଼ି ପାଇଁ 3 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଉଦୟଗିରିରେ ରାଜ୍ୟ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ନମ୍ବର 6 ପୁରୀ ବେଲାଭୂମି ମହୋତ୍ସବକୁ ନେଇ ହୁତୁ ହୁତୁ ମେମେ। ସଭାମଞ୍ଚରେ ସାଂସଦ ବିଧାୟକ କଥା କଟାକଟି। ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ ପାଇଁ ବହୁ ବର୍ଷର ବ୍ୟବଧାନ ପରେ ପୁଣି ଥରେ ପୁରୀ ବେଲାଭୂମି ମହୋତ୍ସବ ଆରମ୍ଭ ହୋଇଛି। କିନ୍ତୁ ଏହାକୁ ନେଇ ବିବାଦ ବି ଜୋର ଧରିଛି। ସଭାମଞ୍ଚରେ ବିଜେଡିର 2 ନେତା ସାଂସଦ ସୁଭାଶିଷ ଖୁଣ୍ଟି ଓ ବିଧାୟକ ସୁନୀଲ ମହାନ୍ତିଙ୍କ ମଧ୍ୟରେ କଥା କଟାକଟି ପୁରୀ ବିଜେଡି ଚାଲିଥିବା ଗୋଡ଼ ଟଣାଣିଆ ଚିତ୍ରକୁ ପଦାରେ ପକାଇଛି। ନମ୍ବର 7 ଖେଲୋ ଇଣ୍ଡିଆ ମହିଳା ଜାତୀୟ ଭାରୋତ୍ତୋଳନ। ମୀନାଙ୍କୁ 2 ସ୍ୱର୍ଣ୍ଣ, ସ୍ନେହାଙ୍କୁ 1। ଜାତୀୟ ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ଜାତୀୟ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତାରେ ଚମକିଛନ୍ତି ଓଡ଼ିଶାର ଭାରୋତ୍ତୋଳକ। ଦ୍ୱିତୀୟ ଦିନର 3ଟି ବର୍ଗ ଯଥା 49, 55 ଓ 59 କେଜିର ପ୍ରତିଯୋଗିତା ହୋଇଥିଲା। ଓଡ଼ିଶା ଖେଳାଳି 3 ସ୍ୱର୍ଣ୍ଣ ଓ 1 ରୌପ୍ୟ ସହ 4 ପଦକ ଜିତିଛନ୍ତି। ଏଥିରେ ମୀନା ସାନ୍ତା 2 ସ୍ୱର୍ଣ୍ଣ ଓ 1 ରୌପ୍ୟ ସହ 3 ପଦକ ଜିତିଥିବା ବେଳେ ସ୍ନେହା ସୋରେନ 1 ସ୍ୱର୍ଣ୍ଣ ପାଇଛନ୍ତି।
ନମ୍ବର 8 ଧାନ କିଣି ଗଚ୍ଛିତ ରଖିଲେ ଚଢ଼ାଉ ହେବ। ମଣ୍ଡିକୁ ଆଣୁଛନ୍ତି ଅତି ଖରାପ ଧାନ। ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି FAQ ମାନର ଧାନ ଦେଲେ କ୍ୱିଣ୍ଟାଲ ପିଛା ମିଳିବ 3100 ଟଙ୍କା। ଯେକୌଣସି ଧାନ ଆଣିଲେ 3100 ଟଙ୍କା ମିଳିବା ନେଇ ଚାଷୀଙ୍କୁ ବିଭ୍ରାନ୍ତ କରାଯାଉଛି। ବର୍ଷା ପାଇଁ ଧାନର ପରିବର୍ତ୍ତନ ହେଉଥିଲେ ବି ନେବୁ କହିଛନ୍ତି ମନ୍ତ୍ରୀ। ନମ୍ବର 9 9ଟି ନୂତନ ମାର୍ଗରେ 13ଟି ବସ୍ ସେବାର ଶୁଭାରମ୍ଭ। OSRTC ଦ୍ୱାରା ପରିଚାଳିତ ହେବାକୁ ଥିବା 9ଟି ନୂତନ ମାର୍ଗରେ 13ଟି ବସ୍ ସେବାର ଶୁଭାରମ୍ଭ ହୋଇଛି। ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭର୍ଚୁଆଲ ମୋଡ୍ରେ ଏହାର ଶୁଭ ଉଦ୍ଘାଟନ କରିଛନ୍ତି। ଏହି ନୂତନ ବସ୍ ସେବା ସିଦ୍ଧଭୈରବୀ, ଗଣିଆ, କୋଟପାଟ, ଜୋରନ୍ଦା ଏବଂ ପାରଳାଖେମୁଣ୍ଡିକୁ ପୁରୀ ସହ ସଂଯୋଗ କରିବ। ନମ୍ବର 10 ଉଦ୍ଯାପନୀ ଦିବସରେ ପ୍ରବାସୀ ଭାରତୀୟଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। 2047 ସୁଦ୍ଧା ଆମ ଦେଶ ବିକଶିତ ଭାରତ ହେବାକୁ ଯାଉଛି। ଏହା କେବଳ ସରକାରଙ୍କ ଏକ ଦୂରଦୃଷ୍ଟି ନୁହେଁ, ବରଂ ଏକ ଜାତୀୟ ମିଶନ। ଏହି ମିଶନରେ ପ୍ରତ୍ୟେକ ଭାରତୀୟ, ଏପରିକି ପ୍ରବାସୀ ଭାରତୀୟମାନେ ସକ୍ରିୟ ଉତ୍ସାହର ସହ ସାମିଲ ହେବା ଦରକାର ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଆଜି 18ତମ ପ୍ରବାସୀ ଭାରତୀୟ ଦିବସର ଉଦ୍ଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ଯେ ପ୍ରବାସୀ ଭାରତୀୟମାନେ ବିଦେଶରେ ଆମ ଦେଶର ସର୍ବୋତ୍ତମ ପ୍ରତିନିଧିତ୍ୱ କରନ୍ତି। ନମ୍ବର 11 ସିନାପାଲିରୁ ହାଇଦ୍ରାବାଦ ଯାଉଥିବା ବସ୍ ଦୁର୍ଘଟଣା, ଗାଡ଼ି ଚାଳକଙ୍କ ସମେତ 5 ମୃତ। ସିନାପାଲି ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ସୁର୍ଜାପେଟା ଖମାମ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶୁକ୍ରବାର ଭୋରରେ ଗୁପ୍ତା ନାମକ ଏକ ଘରୋଇ ବସ୍ ଜାତୀୟ ରାଜପଥରେ ପାର୍କିଂ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେବାରୁ ବସ୍ ଡ୍ରାଇଭରଙ୍କ ସମେତ 5 ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ 20ରୁ ଆହତ ହୋଇଛନ୍ତି। ନମ୍ବର 12 କୁମ୍ଭମେଳା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଯୋଗୀ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ନୂଆଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରି ତାଙ୍କୁ ପ୍ରୟାଗରାଜ କୁମ୍ଭମେଳା ପରିଦର୍ଶନ କରିବାକୁ ନିମନ୍ତ୍ରଣ କରିଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ JP ନଡ୍ଡା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ 30 ଡିସେମ୍ବର 2024ରେ ପ୍ରୟାଗରାଜ କୁମ୍ଭମେଳା ପରିଦର୍ଶନ ପାଇଁ ନିମନ୍ତ୍ରଣ କରିଥିଲେ। ନମ୍ବର 13 ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଥମ ଦିନରେ ହେଲା ଏତିକି ନାମାଙ୍କନ। ନିର୍ବାଚନ କମିଶନ 2025 ମସିହାରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଫେବୃଆରୀ 5ରେ ଭୋଟ ଏବଂ ଫେବୃଆରୀ 8ରେ ଭୋଟ ଗଣନା ପରେ ଫଳାଫଳ ଘୋଷଣା କରାଯିବ। ସେହିପରି ପ୍ରାର୍ଥୀମାନଙ୍କ ଦ୍ୱାରା ନାମାଙ୍କନ ଦାଖଲ ପ୍ରକ୍ରିୟା ଆଜିଠାରୁ ଶୁକ୍ରବାର ଜାନୁଆରୀ 10 ଆରମ୍ଭ ହୋଇଛି, ଯାହା ଜାନୁଆରୀ 17 ତାରିଖ ପର୍ଯ୍ୟନ୍ତ ଚାଲିବ। ନମ୍ବର 14 କାଶ୍ମୀର ଉପତ୍ୟକାରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍। କାଶ୍ମୀରର ସୁନ୍ଦର ଉପତ୍ୟକାରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଇବା ପାଇଁ ଭାରତୀୟ ରେଳ ପ୍ରସ୍ତୁତି ଶେଷ କରିଛି। ଏହି ଟ୍ରେନ୍ ଚଳାଚଳର ଶୁଭାରମ୍ଭ ଖୁବ୍ ଶୀଘ୍ର ହେବାକୁ ଯାଉଛି। କାଶ୍ମୀରର କଠିନ ପରିସ୍ଥିତି ଏବଂ ତୁଷାରପାତକୁ ବିଚାରକୁ ନେଇ ଏହି ଟ୍ରେନ୍କୁ ଅନେକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ସହ ସଜାଯାଇଛି। ନମ୍ବର 15 ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଜାମିନ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ପୁଣେରେ ଏକ ଅଦାଲତ ଶୁକ୍ରବାର ମାନହାନି ମାମଲାରେ କଂଗ୍ରେସ ନେତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ 18 ତାରିଖକୁ ଧାର୍ଯ୍ୟ କରାଯାଇଛି। ବିନାୟକ ଦାମୋଦର ସାଇବରଙ୍କର ନୀତି ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲେ। ଏହି ଶୁଣାଣିରେ ରାହୁଲ ଗାନ୍ଧୀ ଭିଡ଼ିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଥିବା କୁହାଯାଉଛି। ରାହୁଲ ଗାନ୍ଧୀ 2023 ମାର୍ଚ୍ଚରେ ଲଣ୍ଡନରେ ସାଇବରଙ୍କର ବିରୋଧରେ ଆପତ୍ତିଜନକ ବୟାନ ଦେଇଥିବା ଅଭିଯୋଗ ହୋଇଛି, ଯାହାପରେ ସାଇବରଙ୍କର ନୀତି ପୁଣେରେ କଂଗ୍ରେସ ନେତାଙ୍କ ବିରୋଧରେ ମାନହାନି ମାମଲା ଦାୟର କରିଥିଲେ। ଏହାପରେ ଏବେ କୋର୍ଟରେ ଶୁଣାଣି ଚାଲିଛି। ନମ୍ବର 16 ସାଧାରଣ ଲୋକ ବୁଲିପାରିବେ ପ୍ରବାସୀ ଭାରତୀୟ ଦିବସର ଗ୍ୟାଲେରୀ। 3 ଦିବସୀୟ ଅଷ୍ଟାଦଶ ପ୍ରବାସୀ ଭାରତୀୟ ସମ୍ମେଳନ ଆଜି ଶେଷ ହେବାକୁ ଯାଉଛି। ଗତ 8 ତାରିଖଠାରୁ ଆରମ୍ଭ ହୋଇଥିବା ଏହି ଭବ୍ୟ ସମାରୋହରେ 150ରୁ ଉର୍ଦ୍ଧ୍ୱ ରାଷ୍ଟ୍ରରୁ ପ୍ରାୟ 7,000 ପ୍ରବାସୀ ଭାରତୀୟମାନେ ଯୋଗ ଦେଇଥିଲେ। ସେହିପରି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ପମପତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବ, ଓଡ଼ିଶାର ସାଂସଦ, ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ। ନମ୍ବର 17 ସବୁ ପ୍ରକାରର କ୍ରିକେଟରୁ ଅବସର ନେଲେ ବରୁଣ ଆରୋନ୍। ଟିମ୍ ଇଣ୍ଡିଆର ଖେଳାଳି ବରୁଣ ଆରୋନ୍ ଅବସର ଘୋଷଣା କରିଛନ୍ତି। ମାତ୍ର 35 ବର୍ଷ ବୟସରେ ସେ ଅବସର ନେଇଛନ୍ତି। ବରୁଣ ଧବନ ଭାରତ ପାଇଁ 9ଟି ଦିନିକିଆ ଓ 9ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ସେ ତାଙ୍କ ପ୍ରଭାବୀ ବୋଲିଂ ପାଇଁ ପରିଚିତ ଥିଲେ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ରେ ମଧ୍ୟ ବରୁଣଙ୍କ ରେକର୍ଡ ଭଲ ରହିଛି। ସେ ଘରୋଇ କ୍ରିକେଟରେ ଝାରଖଣ୍ଡ ପାଇଁ ଖେଳନ୍ତି।
नंबर 18 प्रधानमंत्री नरेंद्र मोदी को कृतज्ञता जणाइले मुख्यमंत्री प्रवासी भारतीय दिवस सम्मेलन में जोगदे मार्गदर्शन देइथिबारु प्रधानमंत्री नरेंद्र मोदी को कृतज्ञता जणाइछन्ति मुख्यमंत्री मोहन चरण माझी निजर सोशल मीडिया एक्स रे मुख्यमंत्री लिखिछन्ति प्रवासी भारतीय दिवस रे आपणक गारिमायर उपस्थिति कार्यक्रम को आहुरी सफल एवं स्वतंत्र करि परिबो आपणक मार्गदर्शन समस्त प्रवासी भारतीय मन में नुआ आशा उत्साह एवं उद्दीपति भरिदेवा सह विकसित भारत निर्माण ପାଇଁ ଅନୁପ୍ରମାଣିତ କରିଛି ଏଥିପାଇଁ ବ୍ୟକ୍ତିଗତ ଭାବେ ଆପଣଙ୍କୁ କୃତଜ୍ଞତା ଜଣାଉଛି। नंबर 19 प्रवासी भारतीय दिवस सम्मेलन में राष्ट्रपति द्रौपदी मुर्मू मैदान राष्ट्रपति द्रौपदी मुर्मू प्रवासी भारतीय दिवस उद्यापनी उत्सव में जोग देइछन्ति शुक्रवार प्रवासी भारतीय दिवस सम्मेलन में तांको मुख्यमंत्री मोहन चरण माझी उपमुख्यमंत्री प्रभाती परिडा केंद्र वैदेशिक व्यापार मंत्री एस जयशंकर और केंद्र शिक्षा मंत्री धर्मेंद्र प्रधान प्रमुख स्वागत करिछन्ति। नंबर 20 दिल्ली एनसीआर प्रबल घन कुहुड़ी प्रभावित है विमान और रेल चलाचल शुक्रवार दिन दिल्ली एवं यार पड़ोशी अंचल गुड़िक शीतल लहरी लगी रही बेले घन कुहुड़ी हेतु दृश्यमानता ह्रास पाई जहाँकि विमान एवं ट्रेन सेवा को बाधाप्राप्त करथिला एवं रास्ता यातायात को यथेष्ट मंतर करथिला। शुक्रवार दिल्लीर इंदिरा गांधी अंतर्जातीय विमानबंदर में दृश्यमानता शून्य रेकर्ड करा जहाँफल बहु परिणाम रे विमान चलाचल बाधाप्राप्त होइथिला। भारतीय पाणीपाग विभाग आईएमए पूर्वानुमान भित्तिक सहर में ऑरेंज अलर्ट जारी करा जायछि। नंबर 21 छत्तीसगढ़ में विशाल दास अटक घटना रे छत्तीसगढ़ मुख्यमंत्री को बीजेडी सुप्रीमो को चिठी लिखिले बीजेडी सुप्रीमो नवीन पट्टनायक किछि पंचायत प्रतिनिधि विशाल अटक थिबा चिठी रे नवीन अवगत करिसंती सेमाने अटक कारण अनास्था भोट बाधाप्राप्त होइछि किम्बिरा ब्लॉक अध्यक्षांक विरोध रे थिला वोटिंग। नंबर 22 पुरी बेलाभूमि रे बोट रेस प्रतियोगिता भाग नहीं 50 मत्स्यजीवी प्रवासी भारतीय दिवस सम्मेलन अवसर में पुरी रे विभिन्न प्रकार कार्यक्रम आयोजित होउछि। ए अवसर में पुरी बेलाभूमि रे आज मत्स्यजीवी माननकु नै एक नियारा प्रतियोगिता अनुष्ठित हो जाइछि। पुरी समुद्र कूल रे फिशरमैन बोट रेस प्रतियोगिता करा जाइछि। ए रेस रे समुदाय 21टी बोट सामिल थिबा बेले गोटे बोट रे 2 जण लेखाएं भाग नैछन्ति। नंबर 23 सुभद्रा योजना रे हैला बड़ परिवर्तन सुभद्रा योजना रे एक बड़ परिवर्तन करिसंती राज्य सरकार एणिकी सहायता अधिकारी को मिलिबो आउ एवं सुविधा सुभद्रा योजना को नहीं उपमुख्यमंत्री एक बड़ घोषणा करिसंती। ए योजना रे भूलवशत आउट हो जाइतिबा महिला हिताधिकारी माननकु पई स्वतंत्र व्यवस्था करा जाइछि। सुभद्रा टंका नहीं बड़ घोषणा कले उपमुख्यमंत्री प्रभाती परिडा जनवरी 15 तारिख में सुभद्रार चतुर्थ पर्याय टंका प्रथम किस्तिर चतुर्थ पर्याय टंका दियाजिबो बोली उपमुख्यमंत्री घोषणा करिसंती। चतुर्थ पर्याय टंका नहीं उपमुख्यमंत्री प्रभाती परिडा सूचना दैछंती सर्वे अवधि को मध्य वृद्धि करा जाइतिबा कथा सूचना दैछंती। नंबर 24 ट्रम्प को शपथ ग्रहण उत्सव को जिनपिंग को स्वतंत्र निमंत्रण हेले प्रधानमंत्री मोदी को कहीं नुहे जातीय राजनीति रे चर्चा बढ़िला। डोनाल्ड ट्रम्प द्वितीय थर पर अमेरिकार राष्ट्रपति भाव में जनवरी 20 रे शपथ नेबे। ट्रम्प तांको शपथ ग्रहण उत्सव में जोग देवा पई चाइना राष्ट्रपति सी जिनपिंग को समेत अनेक विश्व नेता को निमंत्रण करिसंती हेले एही तालिकार भारतर प्रधानमंत्री नरेंद्र मोदी को नाम नाही जहाकु नै राजनीतिक और कूटनैतिक महल में आलोचना जोर धरिछि। नंबर 25 मुसलमान माननकु कुंभ मेला को स्वागत कले योगी आदित्यनाथ। उत्तर प्रदेशर प्रयागराज नदी कूल आयोजन हेब भव्य महाकुंभ मेला जनवरी 3 आरंभ हो फेब्रुआरी 26 पर्यंत यह मेला चलिबो। एथिपई जोरसोर रे उत्तर प्रदेश सरकार प्रस्तुति आरंभ करिछि। उत्तर प्रदेश प्रमुख योगी आदित्यनाथ निजे यार तदारक करुछंती।